ବୁଧବାର ଦିନ କିନ୍ନର ମାନଙ୍କୁ, ଶନିବାର ଦିନ ଛୋଟା ମାନଙ୍କୁ ଏବଂ ରବିବାର ଦିନ ଅନ୍ଧ ମାନଙ୍କୁ। ମନେ ରଖିବେ, ଯୋଉମାନେ ଅନ୍ଧ, ଯୋଉମାନେ ଛୋଟା, ଏମାନଙ୍କୁ ଦୟା କରିବା ଉଚିତ। ଖାଲି ସେତିକି ନୁହଁ, ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର, ଠାକୁରେ ଏମାନଙ୍କର ମଙ୍ଗଳ କର। କାରଣ ଏମାନେ ସତରେ ଆଜ୍ଞା କିଛି ଅନ୍ଧ ଅଛନ୍ତି, ଯୋଉ ଅନ୍ଧମାନଙ୍କ ପାଖରେ ଭଗବାନ ବହୁତ କିଛି ଗୁଣ ଦେଇଥାନ୍ତି। ଛୋଟାଟିଏ ହେଇଥିବ ସିନା, ଗୋଡ ସିନା ଛୋଟା ହେଇଥିବ, ଭଗବାନ ତା ଦେହରେ ବହୁତ ଭଲ ଗୁଣ ଦେଇଥାନ୍ତି। ଆଜ୍ଞା ଆମକୁ ତ ଭଗବାନ ସବୁ ଦେଇଛି ନା, କିନ୍ତୁ ଯାହା ପାଖରେ ଗୋଟିଏ ଅଙ୍ଗ କମ ଅଛି, ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର, ଠାକୁରେ ତାଙ୍କର ମଙ୍ଗଳ କର। ଆଉ ହଁ, ବୁଧବାର ଦିନ କିନ୍ନର ମାନଙ୍କୁ ଏବଂ ଶନିବାର ଦିନ ଛୋଟା ମାନଙ୍କୁ ଏବଂ ରବିବାର ଦିନ ଅନ୍ଧ ମାନଙ୍କୁ କିଛି ଦାନ ପୁଣ୍ୟ କଲେ ବହୁତ ଶୁଭ ଫଳ ମିଳିଥାଏ।